ହ୍ୟାଲୋ, କୋଉଠୁ କହୁଛନ୍ତି? ବେଲଗଡ଼। ବେଲଗଡ଼। ହଁ କୁହ, ବେଲଗଡ଼ କୋଉ ଜିଲ୍ଲା କୁହ? ଶିବ ଆଉ ସଦଗୁରୁ ଆଙ୍କ ଭିତରେ ପାର୍ଥକ୍ୟ କଣ? ହଁ, ଗୁରୁ ସଦ୍ଗୁରୁ ଭିତରେ ପାର୍ଥକ୍ୟ ହଉଛି ଆପଣଙ୍କର ଗୁରୁ ଯିଏ ଆପଣଙ୍କୁ ଟିକେ ଭଗବତ ନାମ ଦେଇକି କାୟାକୁ ପବିତ୍ର କରେ ସେଇ ହଉଛି ଗୁରୁ। କିନ୍ତୁ ଯିଏ ଆପଣଙ୍କର କାୟାକୁ ଛାଡିକି ଆତ୍ମାର ଶୋଧନ କରେ, ଆତ୍ମାର ଗତିପଥକୁ ପରିଷ୍କାର କରେ, ସେ ହଉଛନ୍ତି ସଦ୍ଗୁରୁ। ଆଜ୍ଞା ଆତ୍ମାକୁ ମୁକ୍ତି ଦିଏ। କଣ ବୁଝିଲେ? ଆଜ୍ଞା ଆପଣଙ୍କର ଶରୀରଟା କେବଳ ମଶାଣି ପର୍ଯ୍ୟନ୍ତ ଯିବ, ତା ପାଖକୁ ଆଉ ଯାଇପାରିବନି ନା। ତେଣୁ ଗୁରୁ ଯୋଉ କାୟା ପବିତ୍ର କରିବେ, ସେଇ କାୟାଟା କେବଳ ମଶାଣି ପର୍ଯ୍ୟନ୍ତ ଯାଏ। ସଦ୍ଗୁରୁ ଯୋଉ ଆତ୍ମାର ଶୋଧନ କରିବେ, ଯେ ଆପଣଙ୍କ ଶରୀର ଛାଡିକିରି ଯେତେବେଳେ ସୂକ୍ଷ୍ମରେ ଯୋଉ ଶରୀର ସୂକ୍ଷ୍ମ ଶରୀରରେ ଜୀବାତ୍ମା ଯାଏ, ଶରୀର ଯୋଉ ବାଟେ ଯିବ ତାର ପଥକୁ ପରିଷ୍କାର କରି କେମିତି ବ୍ରହ୍ମ ଲୋକକୁ ନେଇକି ପହଞ୍ଚେଇବେ, ଏଇଟା ହଉଛି ସଦ୍ଗୁରୁଙ୍କର କାର୍ଯ୍ୟ। ଆଜ୍ଞା। ତେଣୁ ସଦ୍ଗୁରୁ ଆପଣଙ୍କୁ ନେଇକି ମୁକ୍ତି ମାର୍ଗ ଯୋଉ ସଦ୍ଗୁରୁ ଆମର କହୁଛନ୍ତି ଯେ ନିଗମାନନ୍ଦ ପରମହଂସ, ରାମକୃଷ୍ଣ ପରମହଂସ, ଯୋଉମାନେ ପରମହଂସ ପ୍ରାପ୍ତ ସେଇମାନେ ହିଁ ସଦ୍ଗୁରୁ। ହଁ, ଏଇଟା ହଉଛି କ୍ଲିୟର କଥା। ହଁ, ଯୋଉମାନେ ଆକ୍ଚୁଆଲି ରାମକୃଷ୍ଣ ପରମହଂସ କି ନିଗମାନନ୍ଦ ପରମହଂସ, ଏଇମାନେ ହଉଛନ୍ତି ଯୋଉ ଆମର ଅଛନ୍ତି ତା ପରମହଂସ, ଏମାନେ ହିଁ ହଉଛନ୍ତି ସଦ୍ଗୁରୁ। ଖାଲି ସେତିକି ନୁହେଁ, ଶୁଣ। ଆଜ୍ଞା। ଯେତେବେଳେ ଆମର ପରମହଂସ ଉପାଧି ଏମାନେ ସିନା ପାଇବାରୁ ଆମେ ଜାଣିଲେ ଏ ସବୁ ସଦ୍ଗୁରୁ। ମନେ କରାଯାଉ ହାଡ଼ିଦାସ ମହାପୁରୁଷ, ଆଜ୍ଞା ଅଚ୍ୟୁତାନନ୍ଦ ମହାପୁରୁଷ, ସେମାନେ ଏମାନେ ସଦ୍ଗୁରୁ ନା, ଏମାନେ ତ ପରମହଂସ ପାଇନାହାନ୍ତି, କିନ୍ତୁ ପାଇନାହାନ୍ତି। ନହେଲେ ମଧ୍ୟ ଏମାନେ ସଦ୍ଗୁରୁ। କାରଣ ଏମାନେ ସଦ୍ଗୁରୁ ହେଇସାରିଛନ୍ତି। କଣ ବୁଝିପାରିଲେ ନା? ତେଣୁ ଆମେ ସଦ୍ଗୁରୁ ବୋଲିକି ଚିହ୍ନିବା ପାଇଁ ହେଲେ ସାଧାରଣ ସରଳ କଥା ହେଲା, ପରମହଂସ ବୋଲିକି ବୁଝିଦେଲେ ଆମେ ସଦ୍ଗୁରୁ ବୋଲି ସହଜରେ ଜାଣିପାରିବା। ଯୋଉମାନେ ପରମହଂସ ନୁହନ୍ତି, ତାଙ୍କ ଯଦି ସେ ହେଇଥିବେ, ତାଙ୍କୁ ଚିହ୍ନିବା ଟିକେ କଷ୍ଟ। ଆଜ୍ଞା। ହଁ, ତେଣୁ ଆପଣଙ୍କ ଭିତରେ ଯେଠି ପୁରୁଷ ଅଛି, ସିଏ ଯେତେବେଳେ କହିଦେବେ ଯେ ହଁ ହଁ ଇଏ ସଦ୍ଗୁରୁ, ଆଙ୍କ ଜ୍ଞାନ ଗରିମା ଆପଣ ଯେତେବେଳେ ଜାଣିବେ। ଆପଣ ଗୋଟେ ଚୋରଟେ ଯଦି ଆପଣଙ୍କୁ ଜ୍ଞାନ କଥା କୁହେ, ଆପଣଙ୍କ ଭିତରେ ଯୋଉ ଠାକୁର ଅଛି, ଯୋଉ ବିବେକ ଅଛି, ସିଏ ଯେତେ ଜ୍ଞାନ କଥା କହିଲେ ସୁଦ୍ଧା ଆପଣଙ୍କ ବିବେକ କହିବ ନା ନା ଏଟା ଚୋରଟା। ସେଇଭଳି ଯଦି ପ୍ରକୃତ କିଏ ସଦ୍ଗୁରୁ, କିଏ ଯଦି ଠିକ ଆତ୍ମଜ୍ଞାନରେ ରତ ହେଇଥିବ, ଆପଣ ତାଙ୍କ ପାଖରେ ପହଞ୍ଚିଲେ ଆପଣଙ୍କ ଭିତରେ ଯୋଉ ବିବେକ ପୁରୁଷ ଅଛି, ସେ କହିଦବ ହଁ ହଁ ଇଏ ହଉଛନ୍ତି ସଦ୍ଗୁରୁ। ଆଜିକାଲି ତ ଭଣ୍ଡ ସମସ୍ତେ ମିଳୁଛନ୍ତି କଥାକୁ ଖାଇବାକୁ ଜିନିଷ ନବା ପାଇଁ। ହଁ, ଅନେଶତ ଭାଗ ମିଳୁଛନ୍ତି। ତେଣୁ ସେଇଆ ତ ଭଲ କରିଦବୁ ଗୋଟେ ଠାକୁରଙ୍କର ଏଇ ଯୋଉ ଆମର ଅନୁଗୁଳ ଚନ୍ଦ୍ର ଘର ଘର ବୁଲିକି ସିଏ କହୁଛନ୍ତି ଆସ ଦୀକ୍ଷା ଦିଅ, ପଇସା ଦିଅ, ଇଷ୍ଟଭୂତି କର, ଅମକ କର, ଢିଙ୍କି କର, ମହାକାଳୀ କର, ସିଏ ଗୋଟେ ଚଲେଇଛନ୍ତି ଧନ୍ଦା। ତେଣୁକରି ସେଇ ଜିନିଷଟା ଆମେ ଆକ୍ଚୁଆଲି ଯିଏ ନ ଯାଇଛି ତାଙ୍କ ବାହାକୁ ଆମେ ତାଙ୍କୁ ଚିହ୍ନି ପାରିବାନି ନା। ଯିଏ ଯାଇଛି ସେ ପଥ ଦେଇକି, ସିଏ ହିଁ ସଦ୍ଗୁରୁ। ସିଏ ହିଁ ମାର୍ଗ ବତେଇବ ତମକୁ ଯିବା ପାଇଁ। ତେଣୁକରି ସେଇ ଜିନିଷଟା ଚିହ୍ନିବାଟା ହଉଛି ଆମର ଟିକେ ବଡ ଡିଫିକଲ୍ଟି, ଆମେ ଏଇଆ କହୁଛୁ। ଆକ୍ଚୁଆଲି ମୁଁ ଟିକେ ସେଇ ଠାକୁର ନିଗମାନନ୍ଦ ପରମହଂସଙ୍କର ଟିକେ ଦୀକ୍ଷିତ। ତାହେଲେ ତ ଭଲ କଥା। ତେଣୁ ସେଇ ଜିନିଷଟା ମୁଁ ତାଙ୍କୁ ଚାହୁଁଛି ଯେ କାହିଁକି ମୋର ଟିକେ ଶବ୍ଦାନ୍ବେଷ ହଉ, କିଛି ହଉ ବୋଲି କିଛି ହଉନି ଏପର୍ଯ୍ୟନ୍ତ। ମୁଁ ସେଇଥିପାଇଁ ଟିକେ ଆପଣଙ୍କୁ ପଚାରିବା କଥା। କଥାଟା ହଉଛି କଣ, ଶୁଣ ମୁଁ ବୁଝେଇ ଦଉଛି ଯେ ଆମ ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ କହିଲେ ଯେ ନିଗମ ପଥ ଦୟା ପଥ ସମାନ। ନିଗମାନନ୍ଦଙ୍କର ଯୋଗ ପଥ, ଦୟାନିଧିର ବି ଯୋଗ ପଥ, ପଥ ସମାନ। କିନ୍ତୁ ଆପଣ ଠିକ ଗୁରୁ ପାଇଛନ୍ତି, ହେଲେ କଣ ହବ ଯେ ସେଇ ଗୁରୁଙ୍କର ଯୋଉ ପଥଟାକୁ ଆପଣ ପାଉନାହାନ୍ତି। ମତେ ଟିକେ ସେଇଗୁଡାକ ଦରକାର, ଟିକେ ମୁଁ ଆପଣଙ୍କୁ ଚାହୁଁଥିଲି। ଆପଣ ଗୁରୁ ଠିକ ପାଇଛନ୍ତି, କିନ୍ତୁ ସେ ଗୁରୁଙ୍କ ପଥରେ ପରିଚାଳନା କରିବା ପାଇଁ, ତାଙ୍କ ପଥ ପ୍ରଦର୍ଶକ କରିବା ପାଇଁ କେହି ଉପଯୁକ୍ତ କେହି ଜଣେ ଶିଷ୍ୟ ଆପଣ ପାଉନାହାନ୍ତି ତାଙ୍କ ପାଖରୁ। ନାଇଁ। ତେଣୁ ସେଇଥିପାଇଁ ଆପଣ ଏପଟ ସେପଟ ହଉଛନ୍ତି। କିଛି ଅସୁବିଧା ନାହିଁ, ଆପଣ ତ ଗୁରୁ ଠିକ ପାଇଛନ୍ତି। ଆଉ ଯଦି ମନେ କରନ୍ତି ଯେ ସେ ପଥ ବିଷ୍ଣୁ ବାବା ପରିଷ୍କାର କରିପାରେ, ମୁଁ ହେଇଆ ଭାବୁଛି ଆପଣଙ୍କୁ ପରା, କାହିଁକି ଆପଣଙ୍କୁ କାହାକୁ ପଚାରିଲି। ଆପଣ ମଝିରେ ମଝିରେ ଆସନ୍ତୁ। ଆପଣ ଗୁରୁ କରିଛନ୍ତି, ଭୁଲ ପରିବର୍ତ୍ତନ କରନ୍ତୁନି। ଗୁରୁ ଠିକ ଅଛି ମୁଁ ପରିବର୍ତ୍ତନ କହୁଛି ପର୍ଯ୍ୟନ୍ତ ନା, ଆପଣଙ୍କର ନା ମାର୍ଗ ଠିକ ଅଛି। ଆପଣ ଆସନ୍ତୁ, ସେ ମାର୍ଗରେ ଯିବା ପାଇଁ ମୁଁ ଆପଣଙ୍କୁ ସାହାଯ୍ୟ କରିବି, ନିଶ୍ଚୟ ସାହାଯ୍ୟ କରିବି। କୌଶଳ ଆପଣଙ୍କୁ କହିଦେମି। ସେଇ ଗୁରୁ ସୂତ୍ର ଧରିକି ଆପଣ କେମିତି ଯିବେ, କେମିତି ସବୁ ଆପଣଙ୍କର ସବୁ ଉତ୍ତରୋତ୍ତର ସବୁ ପାହାଚ ଉନ୍ନତି ହବ, ଆପଣ ନିଜେ ଏଇଠି କରିବେ, ଭାରି ଭଲ ହବ। ଆଜ୍ଞା ଆଜ୍ଞା, ତାହେଲେ ଆମେ ଯାଇକି ପହଞ୍ଚିବୁ ଆଉ କଣ। ଆସନ୍ତୁ।
ହଁ ଏମିତି ଠାକୁରଙ୍କ ପାଖରେ ଆମର ବେଲ ତୁଳସୀ ପତ୍ର ତାଙ୍କର ଯୋଉ ପାଦୁକା ଥୁଆ ହେଇଛି ସେଠି ପୂଜା କରିପାରିବ ନା କରିପାରିବନି? କୋଉ ପାଦୁକା? ଆମର ଯୋଉ ଠାକୁରଙ୍କ ପାଦୁକର ପୂଜା କରାଯାଉଛି, ଠାକୁରଙ୍କୁ ପୂଜା କରାହଉଛି। ପୂଜା କରିବ, ପୂଜା କାହିଁ କରିବନି? ପୂଜା କରାହଉଛି ତ। ମୁଁ ଗୋଟେ ୟୁଟ୍ୟୁବରେ ଦେଖିଲି ଯେ ଗୋଟେ ଝିଅ ପିଲା କହୁଥିଲା ଯେ ଗୁରୁଙ୍କ ପାଦରେ ତୁଳସୀ ଆଉ ବେଲପତ୍ର ଦିଆଯିବ ନାହିଁ। ତେଣୁକରି ମୁଁ ସେଇଥିପାଇଁ ଆପଣଙ୍କୁ ଟିକେ ସନ୍ଧ୍ୟାରେ ପଚାରିଲି ନା ଆମେ ପୂଜା କରିପାରିବା ନା ନାଇଁ ବେଲପତ୍ର ତୁଳସୀ ପତ୍ର ମୁଁ ଦଉଛି। ହଁ ଆପଣ ବେଲପତ୍ର ଉଭୟ ଦିଟାଙ୍କୁ ଦଉଛନ୍ତି ଏକାଥରେ? ହଁ। ନାଇଁ ନାଇଁ ଦେବେ ଯଦି ତୁଳସୀ ଦେବେ ନହେଲେ ବେଲପତ୍ର ଦେବେ। ଶୁଣନ୍ତୁ ଗୁରୁ ବ୍ରହ୍ମା ଆଜ୍ଞା। ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ। ଗୁରୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର। ଗୁରୁଙ୍କୁ ଯଦି ଆପଣ ଶିବ ରୂପରେ ପୂଜା କରିବେ ତାହେଲେ ବେଲପତ୍ର ଦେବେ। ଆଉ ଗୁରୁ ଯଦି ଆପଣ ବିଷ୍ଣୁ ରୂପରେ ପୂଜା କରିବେ ତୁଳସୀ ପତ୍ର ଦେବେ। ତେଣୁ ଅସୁବିଧା କିଛି ନାହିଁ। ଆପଣ ଯାହା କରିବେ ଗୋଟିଏ ପ୍ରକାର କରିବେ। ଗୋଟିଏ ପ୍ରକାର କରିବି ଆଉ କଣ? ହଁ ସର୍ବଶ୍ରେଷ୍ଠ ହଉଛି ଯେ ତୁଳସୀ ପତ୍ର ଦବା ହିଁ ବିଧେୟ। କାହିଁକି ନା ଗୁରୁଙ୍କୁ ମୁଁ ନାରାୟଣ ରୂପରେ ପୂଜେ। ଆପଣଙ୍କ ଗୁରୁ ଆପଣଙ୍କ ପାଇଁ ନାରାୟଣ, ମୋ ପାଇଁ ନ ହେଇପାରେ। ତେଣୁ ଆପଣ କାହିଁ ଦେବେନି ତୁଳସୀ ପତ୍ର? ସେଟା ଆପଣଙ୍କ ଘରେ ଦେବେ, ବାହାରେ କିନ୍ତୁ କାହାକୁ କହିବେନି। ହଁ ନିଜେ ଗୁପ୍ତରେ ରଖିକି ସେ ପୂଜା କରେ। ମୋ ଗୁରୁଙ୍କୁ ମୋ ଘରେ ମୋର ଯେମିତି ପୂଜା କରିପାରିଲି, ମୋର ନାରାୟଣ ରୂପରେ ପୂଜା କରେ, ବ୍ରହ୍ମା ରୂପରେ ପୂଜା କରେ, ବିଷ୍ଣୁ ରୂପରେ ପୂଜା କରେ। ନାଇଁ ମୁଁ ତାଙ୍କର ବହି ଖଣ୍ଡେ ଯୋଉ ପାଇଥିଲି ତାଙ୍କର ସେଥିରେ ଲେଖା ହେଇଥିଲା ଶିବ ହିଁ ଗୁରୁ, ଗୁରୁ ହିଁ ଶିବ। ମୁଁ ତାଙ୍କୁ ସେଇ ଶିବ ଧ୍ୟାନରେ ହିଁ ଟିକେ କରୁଛି। ଶିବ ଧ୍ୟାନରେ କରୁଛନ୍ତି, ଶିବଙ୍କ ପାଦରେ କଣ ବେଲପତ୍ର ଚଢାଯାଏ କହୁନାହାନ୍ତି? ମସ୍ତକରେ। ଆଉ ପାଦରେ କାହିଁ ବେଲପତ୍ର ଚଢେଇବେ? ବିଷ୍ଣୁଙ୍କ ପାଦୁକଟା ଥୁଆ ହଉଛି ସେଇ ପାଦୁକା ଉପରେ ମୁଁ ଥୋଇ ଦଉଛି ନା ସବୁ ଆଉ। ପାଦୁକା ଉପରେ ଥୋଇବା ଭୁଲ ହବ। ପାଦୁକା ଉପରେ କେବଳ ତୁଳସୀ ପତ୍ର ଦିଆଯାଏ, ବୁଝିଲେ ନା? ବେଲପତ୍ରଟା ହଉଛି ଶିବଙ୍କର ହୃଦୟରେ ଦିଆଯାଏ। ସବୁଠୁ ସମାନ ହଉଛି ଶିବ କଣ ବିଷ୍ଣୁ କଣ ଆପଣ ପାଦୁକାର ନ ଦେଇକି ଆପଣ ହୃଦୟରେ ଦିଅନ୍ତୁ ତୁଳସୀ ପତ୍ର ହଉ ନହେଲେ ବେଲପତ୍ର ହଉ। ହଁ ଯୋଉ ମୁଁ ତାଙ୍କ ଯୋଉ ଫଟୋରେ ଯୋଉ ଘେରଟା ବାନ୍ଧିଛି ସେଇଠି ଦେଇଦେଲେ ଚଳିବ? ସେଇ ଫଟୋରେ ଆପଣ ବେଲପତ୍ର ଦେଲେ କଣ୍ଠରେ ଦେବେ, ତୁଳସୀ ପତ୍ର ଦେଲେ ହୃଦୟରେ ଦେବେ। କାହିଁକିନା ହୃଦୟରେ ଲକ୍ଷ୍ମୀ ନାରାୟଣ। କଣ୍ଠରେ କେମିତି ଆଜ୍ଞା ଦେବି? କେମିତି କଣ୍ଠରେ କଣ ଲଗେଇବି ଆଉ କେମିତି? ଯୋଉ ଫଟୋଟା ଅଛି ସେ ଫଟୋରେ ଗୋଟେ କଣ୍ଠ ନଥିବ? ବାସ୍ ସେ କଣ୍ଠ ପାଖରେ ଟିକେ ଦେଇକି ରକ୍ତ ଚନ୍ଦନରେ ଘୋରି ଦେଇକି ତାକୁ ବେଲପତ୍ରରେ ଦେଇକି ତାକୁ ନଗେଇଦେବେ, କିଛି ଅସୁବିଧା ନାହିଁ। ଆଉ ଯଦି ପାଦୁକାରେ ଥୋଇବିନି, ଖାଲି ଫୁଲ ଥୋଇଦେବି? ହଁ ପାଦୁକାରେ ଫୁଲ ଥୁଅନ୍ତୁ। କଣ୍ଠଠି ବେଲପତ୍ରଟା ଲଗେଇଦେବି ଆଉ କଣ? ହଁ ହୃଦୟରେ ଲାଗିପାରିବ ତୁଳସୀ ପତ୍ର ଆଉ କଣ? ହଁ ଆପଣ ହୃଦୟରେ ତୁଳସୀ ଦେବେ, କଣ୍ଠରେ ବେଲପତ୍ର ଦେବେ, ନାଭିରେ ଫୁଲ ଦେବେ, ଆଉ ପାଦ ଫାଦ ଇଆଡକୁ ସବୁଆଡେ ଫୁଲ ଦେଇଦେବେ। ଯେତେ ସଜେଇ ପାରିବେ ସେତେ ଭଲ। ସମୟ ଥିଲେ ଯେତେ କରିବେ, ଦିନ ମାନ ଯଦି ପୂଜା କରନ୍ତି ଆହୁରି ଭଲ। ହଉ ତାହେଲେ ଠିକ ଅଛି ଆଉ। ହଁ ହଉ।